ହାଏ ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ। ଆଜି ସକାଳେ ସକାଳେ ଉଠିକି ମୁଁ ପୁରା ରେଡି ଯାଇଥିଲି। ଇ ସତରେ କଣ ମୁଁ ଏତେ ସୁନ୍ଦର? ନାଇଁ ମ ତାପରେ ରେଡି ହେଇସାରିଲି ସିନା ପ୍ରବଳ ଭୋକ ଲାଗିଲା। କଣ ଖାଇବି? ଚୁଡ଼ା କଦଳୀ ଟିକେ ଚକଟିକି ଆଜି ଯାଉଛି ଖାଇଦେବି, କାରଣ ଚୁଡ଼ା ଡବାଟା ମୋ ନଜରରେ ପଡ଼ିଗଲା। ଯିଏ ଯେତେ ମୋଟା କହିଲେ ମୋତେ ଚଳିବ, ମୋ ଖାଇବାରେ କିନ୍ତୁ କମ୍ପ୍ରମାଇଜ୍ ନାହିଁ। ହେଲେ ଚୁଡ଼ା କଦଳୀ ଅମୁଲ ଟିକେ ହବ ଯଦି ସକାଳୁ, ଆପଣମାନଙ୍କୁ ଆଉ କଣ ଭୋକ ଲାଗିବ? ମୋତେ ତ ଭୋକ ଜମା ଲାଗେନି, ଯାଇ ଗୋଟେ ଦିଟାରେ ଖାଇବି। ଆଉ ଚୁଡ଼ା କଦଳୀଟା ମୋର ସବୁଠୁ ଫେଭରେଟ୍। ଆଉ ସେଥିରେ ଯଦି ଟିକେ ଅମୁଲ ପଡ଼ିଯାଇଥିବ ଆହୁରି ହିଁ ମଜା ଆସିଯିବ। ଆଉ ଏଠି ଦେଖୁନାହାନ୍ତି ମୁଁ ପୁରା ଭରକେ ଚିନି ପକେଇଦେଲି, ମୋତେ ଟିକେ ମିଠା ନହେଲେ ଭଲ ଲାଗେନି। ଆଉ ତାପରେ ଅମୁଲ ପ୍ୟାକେଟରେ ତ ଅଧା ଅମୁଲ ପୁରା ଢାଳିଦେଲି, ଆଉ କାଲି ସକାଳେ ଚା କରିବା ପାଇଁ ବି ଖତମ। ଆଉ ଏପଟେ ଆସିକି ଫ୍ୟାନ୍ ଲଗେଇ ଶାନ୍ତିରେ ବସି ପଇଲି। କଂସାରେ ଯୋଉ ଚୁଡ଼ା ଚକଳି କଦଳୀ ଚକଟି ଥିଲି ବସିକି ଭିଡ଼ିଲି, ଯୋଉ ଟେଷ୍ଟି ବାବରେ। କାହା କାହାକୁ ଟିକେ ଚୁଡ଼ା କଦଳୀ ଭଲ ଲାଗେ କହିବେ ତ? ଆଉ ତାପରେ ଛାଡ଼, ଝିଅମାନଙ୍କର ଦୁଃଖ ଲାଗିଗଲି କାର୍ଯ୍ୟରେ ଚୁଲିରେ ଭାତ ରାନ୍ଧିବାରେ। ଆଉ ଦୁଃଖ ହେଲେ କଣ ହବ, ସ୍ୱାମୀର ଟିକେ ଟିକେ ପଇସା ତ ବଞ୍ଚି ଯାଉଛି ନା। ପଇସା ଟିକେ ଟିକେ ସେଭିଂ କରିବା କଥା। ଆଉ ମୁଁ ତ ସେଭିଂ କରିଛି। ଆଉ ବାବୁ ଆଣିଥିଲେ ତାପରେ ମଟନ। ହେଲେ ମଟନ ଡ୍ୟୁଟିଟା ମୋର ନଥିଲା, ବାବୁଙ୍କର ଥିଲା। ଖରାଦିନେ କିଛି ହଉ କି ନ ହଉ, ସ୍ୱାମୀମାନେ ଯଦି ଟିକେ ମଟନ କି ଚିକେନ ଫିକେନ କରିଦେଲେ ଗରମରେ, ତାଠୁ ବଳି ସୁଖ ଆଉ କିଛି ନାହିଁ। ଆଉ ମୁଁ ଥିଲି ତାଙ୍କର ହେଲ୍ପର। ମୋର ତ ହେଲ୍ପର ଡ୍ୟୁଟି ଛଡ଼ା ନନଭେଜରେ ଆଉ କିଛି ନାହିଁ। ଆଉ ମୁଁ ହେଲ୍ପର କାମ ସାରି ଦେଇଥିଲି, ଆଉ ସିଏ ବନେଇ ଦେଇଥିଲେ ଗରମା ଗରମ ମଟନ, ବଢ଼ିଆ ଟେଷ୍ଟି ଥିଲା। ଆଉ ସଣ୍ଡେ ଦିନ ଯଦି ଟିକେ ମଟନ ମିଳିଗଲା, ତାଠୁ ଭଳି ସୌଭାଗ୍ୟ ଆଉ କିଛି ନାହିଁ। ଖରା ଦିନେ ଯଦି ସ୍ୱାମୀମାନେ ରାନ୍ଧିବା ଦାୟିତ୍ୱଟା ନେଇଯାଆନ୍ତେ, ଓହୋ ଆମେ ସ୍ତ୍ରୀମାନେ କେତେ ଫାଙ୍କା ହେଇଯାଆନ୍ତୁ। ହେଲେ ବି ସେ ମୋତେ ସବୁ କାମରେ ହେଲ୍ପ କରନ୍ତି। ଆଜି ମଟନ ତ ପୁରା ଡେଲିସିୟସ୍ ଥିଲା, ମୁଁ ପୁରା ଖାଇକି ଶାନ୍ତି ହେଇଗଲି। ଏତେ ଟେଷ୍ଟି ଥିଲା ବାବରେ। ମାନେ ହେଲେ ଭାତଟା ଟିକେ ମୋର କମିଗଲା, ଆଉ କାରଣ ମୁଁ ଟିକେ ଚୁଡ଼ା କଦଳୀ ଖାଇ ଦେଇଥିଲି, ସେଥିପାଇଁ ଭାତର କ୍ୱାଣ୍ଟିଟି ଟିକେ କମ୍ ହେଇଯାଇଥିଲା। ହେଲେ ମଟନଟା ବହୁତ ଟେଷ୍ଟି ଆଉ ଡେଲିସିୟସ୍ ଥିଲା। ବହୁତ ସାରା ଟେଷ୍ଟି ଟେଷ୍ଟି ଲାଗିଲା ସିନା, ବହୁତ ସାରା ଭାତ ଖାଇ ହେଇଗଲା।